ଆସିଥିଲି ଗୋଟେ ଜାଗାକୁ ଯେ ମତେ ହଠାତ୍ ଧରି ଆଣିଲେ ଏଡେ ବଡ ହୋଟେଲଟା ଭିତରେ ପଶିଗଲା ବେଳକୁ ମୋର ମୁଣ୍ଡ ଚକର ଖାଇଗଲା କାହିଁକିନା ଆମେ ତ ଗାଁରୁ ଆସୁଛୁ ନା ଆମର ଇଏ ଛୋଟିଆ ମୋଟିଆ ହୋଟେଲ ଦେଖିଛୁ ଏଇଟା କଣ ହୋଟେଲ ଏତେ ଭିତରେ ପଇସା ଧଳା କନା ଦେଖିଲା ବେଳକୁ ମୋର ମୁଣ୍ଡ କଲା ମୁଁ ଆଜି ବୋଲ କୁକୁଡ଼ା ଦେବେ ନା ଯାହା ବି ହଉ ବହୁତ ସୁନ୍ଦର ଏତେ ପ୍ରୟାସ ଏଡେ ସୁନ୍ଦର ମାନ୍ୟଗଣ୍ୟ ଲୋକମାନଙ୍କ ଭିତରେ କେତେ ଆସୁଛି ୟୁଟ୍ୟୁବରୁ ମାସକୁ? ସେଟା ଯଦି କହିବି ଫେର ଗୋଟେ ବେତାଳିଆ କଥାବାର୍ତ୍ତା ସେଟା ତ ସେମିତି ସ୍ଥିର ରୁହେନି ମାସକୁ ଯେମିତି ଆମର ଚାକିରିର ଦରମା ଗୋଟେ ଅଛି ଫିକ୍ସ ଏତିକି ଫିକ୍ସ ଆସିବ ସେଟା ସେମିତି ନାହିଁ ଆଜି ଯଦି ବାଇଗଣ ରେଟ୍ 40 ଅଛି କାଲିକି 60 କାଲିକି 25 ତାପର ଦିନ 15 କୁକୁଡ଼ା ହେଇଗଲା 5 ତ ଏମିତି ରହୁଛି ଭେରି କରେ ୟୁଟ୍ୟୁବ ଆସେ ପଇସା ଆସେନି ବୋଲି ତ ମୁଁ କହିବିନି ସୋସିଆଲ ଡିଜିଟାଲ ମିଡ଼ିଆ ପ୍ଲାଟଫର୍ମ ଆପଣ ଯେତିକି ଦେଖୁଛନ୍ତି ଯାହାର ବି ଦେଖୁଛନ୍ତି ସମସ୍ତଙ୍କ ପାଖକୁ ପଇସା ଯାଉଛି କାହିଁକିନା ଆପଣ ମୋବାଇଲ କୁଚକୁଚୁ କରିବେ ମାନେ ଆପଣ ଯାହାର ଦେଖୁଛନ୍ତି ତା ପାଖକୁ ମାଲଟା ପଳେଇଲା। ମାର୍କେଟ କେତେ ପରସେଣ୍ଟ? ମୁଁ ତ କହିବି ଅଲ୍ କ୍ରେଡିଟ୍ ଗୋସ୍ ଟୁ ମାର୍କେ କାହିଁକି ନା ବହୁତ ଭଲ ପାଇବା ଆଗରୁ ମୋତେ ମିଳିଥିଲା ବେକାରିଆ ଲୋକ ହିସାବରେ ମୁଁ ମୋର ସାନ ଭାଇ ମଧୁ ଯିଏ ଆନା କରେ ଆମେ ମଧୁ ପ୍ରୀତି ଯୋଡ଼ିରେ ଯେଉଁ କରୁ ଲୋକ ଆମକୁ ବହୁତ ଚିହ୍ନିଥିଲେ ତା ପାଇଁ ଆମକୁ ସିନେମା ଟିଭି କାମ ସବୁ ମିଳେ କିନ୍ତୁ ମାଙ୍କେ ଆସିଲା ପରେ ପରିଚୟ ଯେଉଁ କୁହନ୍ତି ଯେ ମାଙ୍କେ ପାଇଁ ମାନେ ମାଙ୍କେର ପରିଚୟରେ ତା ବାପା ଏବେ ପରିଚିତ ହେଉଛି ବହୁତ ଖୁସି ଲାଗେ ଶୁଣିଲେ ଯେ ଆଗରୁ ନିଜର ପରିଚୟ ବେକାରିଆ ଲୋକ ଥିଲା ଏବେ ସମସ୍ତେ ମୋବାଇଲରେ ସେଭ୍ କରୁଛନ୍ତି ମାଙ୍କେ ବାପା ବୋଲି ବହୁତ ଖୁସି ଲାଗେ ଯେ ପିଲା 30 ବର୍ଷ 35 ବର୍ଷ ହେଲେ ବାପାର ନାଁ ରଖନ୍ତି କିନ୍ତୁ ମୋ ପିଲା 3 ବର୍ଷରୁ ମୋ ନାଁ ରଖିଛି ସେଇଟା ଭଗବାନଙ୍କର ଦାନ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ ବହୁତ ବଢ଼ିଆ ଲାଗିଲା ଆମେ ଭାବିନଥିଲୁ ଏତେ ସୁନ୍ଦର ଆରେଞ୍ଜମେଣ୍ଟ କିନ୍ତୁ ମୁଁ ଆସିନଥାନ୍ତି ସାର୍ କହିଲେ ନା ନା ନିହାତି ଯିବା ସେମାନେ ବହୁତ ଦିନ ଆଗରୁ ଡାକିଛନ୍ତି ଆଉ ବହୁତ ସୁନ୍ଦର ଆୟୋଜନ ଥିଲା ଆଉ ଝିଅକୁ ଯେଉଁ ପ୍ରକାର ସମ୍ମାନିତ କଲେ ଗର୍ବରେ ମାନେ ବହୁତ ଖୁସି ଲାଗୁଛି। ଆପଣ ଭିଉ ପାଇବେ ବୋଲି ତାକୁ ସେ ନାଁରେ ଜମାନା କରୁଛନ୍ତି ଭାଇ। ଆପଣମାନଙ୍କ ପାଇଁ ନେଇ ଆସିଛି